ମହାବିଜ୍ଞ ନବଚେତନା ପାଠ୍ୟଚକ୍ରର 16ତମ ବାର୍ଷିକ ଉତ୍ସବ ସୁବର୍ଣ୍ଣପୁର ଜିଲ୍ଲା ତରାବଡ଼ା ବ୍ଲକ ପାଇକବାହାଲସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଠାରେ ଶ୍ରୀ ଅରବିନ୍ଦ ନବଚେତନା ପାଠ୍ୟଚକ୍ର ନାରାୟଣପୁରର 16ତମ ବାର୍ଷିକ ଉତ୍ସବ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଯୋଗଦେଇ ଧ୍ୟାନ ଯୋଗ ସାଧନା ମାଧ୍ୟମରେ ଓ ଶ୍ରୀ ଅରବିନ୍ଦଙ୍କ ଦର୍ଶନକୁ ପାଥେୟ କରି ଚାଲିଲେ ପରିବର୍ତ୍ତନ ନିଶ୍ଚିତ ବୋଲି କହିବା ସହ ଯୁଗର ପ୍ରଭାବ ନେଇ ଅନୁଭୂତି ପକାଇଥିଲେ। ସମ୍ମାନିତ ଅତିଥି ଭାବରେ ପ୍ରଫେସର ଅରୁଣ ତ୍ରିପାଠୀ, ବ୍ରଜେନ୍ଦ୍ର ବେହେରା, ମନୋଜ ଭୋଇ, ଧର୍ମଗଡ଼ରୁ ଆସିଥିବା ମାଳବିକା ଅପା, ମଦନ ମୋହନ ଦାନୀ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଅରବିନ୍ଦ ପାଠ୍ୟଚକ୍ର ଓ ସାଧନା ବିଷୟରେ ଆଲୋଚନା ହୋଇଥିଲା। ସ୍କୁଲ ପ୍ରିନ୍ସିପାଲ ଦିଦିମଣି ସାହୁ ପ୍ରତ୍ୟେକ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସୋନପୁର କାର୍ଯ୍ୟକର୍ତ୍ତା ଇନ୍ଦ୍ରମଣି ଦାସ, ହରିନାରାୟଣ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ମହାନ୍ତି, ଲକ୍ଷ୍ମଣ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସ୍କୁଲର କୁନି କୁନି ଛୁଆମାନେ, ଶିକ୍ଷକ, ସ୍ଥାନୀୟ ଜନସାଧାରଣ ତଥା ପରିଚାଳନା କମିଟିର ସମସ୍ତ ସଦସ୍ୟ